ତାନ୍ତ୍ରିକ ଓ ଜିନ୍। ବିଜୁ ଆଉ ରାଜୁ ଦୁଇ ଜଣ ଭାଇ ଗୋପାଳପୁର ଗାଁରେ ରହୁଥିଲେ। ସେ ଦୁଇ ଜଣ ଭାଇ ରାଜାଙ୍କର ଖାସ୍ ସିପାହୀ ମଧ୍ୟ ରହିଥିଲେ। କିନ୍ତୁ ତାଙ୍କ ବୃଦ୍ଧ ମାଙ୍କର ଦେହ ବହୁତ ଅସୁସ୍ଥ ହେବାରୁ ସେ ତାଙ୍କ ମାଙ୍କର ଦେଖାଶୁଣା କରିବା ଲାଗି ଗାଁକୁ ଆସିଲେ। ଆରେ ଭାଇ, ମୁଁ ଏ କ'ଣ ଦେଖୁଛି? ଗାଁରେ ତ ସବୁଆଡେ ଶୁଖିଲା ପଡ଼ିଗଲାଣି। ନା ପିଇବା ଲାଗି ଟୋପେ କୂଅରେ ପାଣି ଅଛି, ନା ଚାଷ ଜମିରେ ପାଣି ଅଛି। ଆରେ ହଁ ରାଜୁ, କାଲି ଆମ ଗାଁର ଦୁଇଟି ପରିବାର ଏ ଗାଁ ଛାଡି ଚାଲି ଯାଉଥିବାର ମୁଁ ଦେଖିଲି। ହଁ ଭାଇ, ମୁଁ ତ କହୁଛି ମାକୁ ଆମ ସାଙ୍ଗରେ ନେଇ ଏ ଗାଁ ଛାଡ଼ି ଅଲଗା ଗାଁକୁ ଚାଲିଯିବା। ସେମିତିରେ ତ ଏ ଗାଁର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ତାପରେ ସେ ଦୁଇ ଜଣ ଭାଇ ତାଙ୍କ ମା ପାଖକୁ ଯାଆନ୍ତି। ମା, ଆମେ ଦୁଇ ଭାଇ ନିଷ୍ପତ୍ତି ନେଇଛୁ କି ତମକୁ ସାଙ୍ଗରେ ନେଇ ଆମେ ଅଲଗା ଏକ ଦୂର ଗାଁକୁ ଚାଲିଯିବୁ। ତମେ ତ ଦେଖୁଥିବ ଏଠି ଦିନକୁ ଦିନ କେତେ ଅସୁବିଧା ହେଉଛି। ଏଠି କ'ଣ ଅସୁବିଧା ହେଉଛି? ମା, ଆମ ଗାଁରେ ସୁଖା ପଡ଼ିଲାଣି। ଏଇ ଗାଁର ଲୋକମାନେ ଏ ଗାଁ ଛାଡ଼ି ଅନ୍ୟ ଗାଁକୁ ଚାଲି ଯାଉଛନ୍ତି। ଆଉ ଆମକୁ ବି ଚାଲିଯିବାକୁ ହେବ। ମା, ରାଜୁ ଠିକ କହୁଛି। ଚାଲ ନା ମା, ଆମେ କୋଉ ଅଲଗା ଗାଁକୁ ଚାଲିଯିବା, ନହେଲେ ମାମାଙ୍କ ଗାଁକୁ ଚାଲିଯିବା। ଆରେ ତମେ ଦୁଇ ଜଣ ଏମିତି କଥା କେମିତି କହିପାରୁଛ? ଏ ଭୂମି ହେଉଛି ତମ ପିତୃ ପିତାଙ୍କର ପୂର୍ବଜଙ୍କ ଭୂମି। ନିଜର ମାତୃଭୂମିକୁ ଛାଡ଼ି କିଏ କ'ଣ ଯାଏ? ମା, ଏଠି ତ ଫସଲ ଠିକ ସେ ହେଉନି, ସବୁଆଡେ ଶୁଖିଲା ପଡିଛି। ଏଠି କେମିତି କ'ଣ ଚଳିବ କହିଲ? ବହୁତ ଅସୁବିଧା ହେଉଛି। ଆମ କୂଅରେ ତ ବହୁତ ପାଣି ଅଛି। ମା, ସେ କୂଅ ପାଣିରେ କ'ଣ ହେବ? ଆଉ କିଛି ମାସ ପରେ ସେ କୂଅ ମଧ୍ୟ ଶୁଖିଯିବ। ଆରେ ତମେ ମାନେ ତ ଏତିକିରେ ନିଜର ଆତ୍ମବିଶ୍ୱାସକୁ ବହୁତ ଜଲ୍ଦି ହାରି ଦଉଛ। ଏତିକିରେ ଯଦି ଡରିଯିବ ତାହେଲେ ହେଇଗଲା ନା ଆମ ବଂଶର ସତ୍ୟାନାଶ। ମାର ମୁହଁରୁ ଏପରି କଥା ଶୁଣି ସେ ଦୁଇ ଜଣ ଭାଇ ନୀରବ ରୁହନ୍ତି। ଭାଇ, ମତେ ତ ମାର କଥା ଠିକ ଲାଗୁଛି। ମୁଁ ତ କହୁଛି ଆମକୁ ଏ ଅସୁବିଧାକୁ ନ ଡରି ସାମ୍ନା କରିବାକୁ ହେବ। ହଁ ରାଜୁ, ଆମକୁ ଏ ଅସୁବିଧାର କିଛି ନା କିଛି ଉପାୟ ବାହାର କରିବାକୁ ହେବ। ଆଚ୍ଛା ଭାଇ, ମତେ ଗୋଟେ କଥା କୁହ, ଆମ ଗାଁ ଠାରୁ ନଦୀର ଦୂରତା କେତେ ବାଟ ହେବ? କାଇଁ, କ'ଣ ହେଲା ରାଜୁ? ନାଇଁ, ମୋ ମୁଣ୍ଡକୁ ଗୋଟେ ବୁଦ୍ଧି ଆସିଲା ତ ସେଥିପାଇଁ କହୁଥିଲି। ଯଦି ମୁଁ କହିବି ତମେ ଯଦି ହସିବ? ଆରେ ନାଇଁ ନାଇଁ ରାଜୁ, ଦେଖିବାକୁ ଗଲେ ଆମ ଗାଁ ଠାରୁ ନଦୀର ଦୂର ପାଦରେ ଚାଲି ଚାଲି ଗଲେ ଗୋଟେ ଦିନ ଲାଗିବ। ଆଉ ଯଦି ବଳଦ ଗାଡିରେ ଯିବା ତାହେଲେ ଓଳିଏ ଲାଗିବ, ଓଳିଏ। କାଇଁ, କ'ଣ ହେଲା କହ? ଆରେ ସଂକୋଚ କ'ଣ ପାଇଁ କରୁଛୁ? କହ କହ, ଶୀଘ୍ର କହ। ଭାଇ, ଯଦି ଆମେ ନଦୀରୁ ଖୋଳି ଗୋଟେ ନାଳ ଆମ ଗାଁକୁ ନେଇ ଆସନ୍ତେ ତାହେଲେ ଆମ ଗାଁର ଜଳ ସଙ୍କଟ ଦୂର ହେଇଯାନ୍ତା। ଆରେ ହଁ, ଏ ତ ବହୁତ ଭଲ କଥା। ହେଲେ ଆମେ ଏକା ତ ନଦୀରୁ ନାଳ ଖୋଳି ପାରିବା ନାହିଁ। ଏଥିପାଇଁ ତ କମ ସେ କମ 100 ଲୋକଙ୍କ ଦରକାର ହେବ। ଭାଇ, ଯଦି ଆମ ପାଖରେ ବହୁତ ଟଙ୍କା ଥାନ୍ତା ତାହେଲେ 100 ଲୋକ ତ ଶୀଘ୍ର ଯୋଗାଡ଼ ହେଇଯାଇଥାନ୍ତେ। ଆରେ ରାଜୁ, ସେ ଟଙ୍କା କଥା ଛାଡ। ପ୍ରଥମ କଥା ତ ଏହା ହେଲା କାମ ପ୍ରଥମେ ଆରମ୍ଭ କରିବା। ପ୍ରଥମେ କାମ ଆରମ୍ଭ କଲେ ଆଗକୁ କ'ଣ ହେବ ନ ହେବ ଧୀରେ ଧୀରେ ବୁଦ୍ଧି ବାଟ ଆପେ ଦେଖାଦବ। ଚାଲ, ଆଗ ଆମେ କାମରେ ଲାଗି ପଡିବା। ତାପରେ ସେ ଦୁଇ ଜଣ ଭାଇ କୋଦାଳ ନେଇ ନଦୀର ପାଖରେ ପହଞ୍ଚିଲେ। ଚାଲ ରାଜୁ, ଏଥର ଖୋଳିବା ଆରମ୍ଭ କର। ଯଦି ଗାଁ ଲୋକଙ୍କୁ ଜଣା ପଡିବ ଆମେ ନାଳ ଖୋଳୁଛେ ବୋଲି, ତାହେଲେ ସେ ନିଶ୍ଚୟ ଆମ ସାଥ ଦେବେ। ତାପରେ ସେ ଦୁଇ ଜଣ ଭାଇ ହାତରେ ଦୁଇଟି କୋଦାଳ ଧରି ନାଳ ଖୋଳିବାରେ ଲାଗନ୍ତି। ଏମିତି କିଛି ସମୟ ଖୋଳିଲା ପରେ ରାଜୁର କୋଦାଳ ଗୋଟେ କଠିନ ବସ୍ତୁରେ ବାଜିଲା। ଭାଇ, ଦେଖ ତ, ଏ ଗୋଟେ ସିନ୍ଦୁକ ପରି ଲାଗୁଛି। ଆରେ ରାଜୁ, ଖୋଲ ଖୋଲ, ଜଲ୍ଦି ଖୋଲ। ଭାଇ, ମତେ ତ ଲାଗୁଛି ଏ ସିନ୍ଦୁକ ଭିତରେ ବହୁତ ଟଙ୍କା, ସୁନା, ଅଳଙ୍କାର ଭର୍ତ୍ତି ହେଇଥିବ। ଆରେ ରାଜୁ, ଜିନିଷଟିକୁ ପ୍ରଥମେ ନ ଦେଖି ଅନୁମାନ ଲଗେଇ କହିବାଟା ଠିକ ନୁହେଁ। ତାକୁ ପ୍ରଥମେ ଖୋଲ ତ, ତାପରେ ଦେଖିବା। ତାପରେ ଯେତେବେଳେ ସେ ଦୁଇ ଭାଇ ସେ ସିନ୍ଦୁକଟିକୁ ଖୋଲନ୍ତି ଦେଖନ୍ତି ତ ତା ଭିତରେ କିଛି ନଥାଏ, ଖାଲି ସିନ୍ଦୁକଟିଏ ଥିଲା। ଧେତ୍ ତେରିକି, ମୁଁ ମନେ ମନେ କ'ଣ ଭାବିଥିଲି ଆଉ କ'ଣ ହେଇଗଲା। ଏ ତ ଗୋଟେ ଖାଲି ସିନ୍ଦୁକଟେ ବାହାରିଲା। ସେଥିପାଇଁ ତ କହୁଥିଲି ଆଗରୁ ଅନୁମାନ ଲଗେଇବାଟା ଠିକ ନୁହେଁ। ଚାଲ ରାଜୁ, ତାକୁ ପୁଣି ଥରେ ସେ ମାଟିରେ ପୋତି ଦେ। ତାପରେ ରାଜୁ ସେ ସିନ୍ଦୁକଟି ଯେମିତି ମାଟିରେ ପୋତି ହେଇଥିଲା
ତାକୁ ସେମିତି ପୋତିବା ଲାଗି ବାହାରିଥାଏ। ହଠାତ୍ ଗୋଟେ ସ୍ୱର ଶୁଭିଲା। ସେ ସିନ୍ଦୁକଟିକୁ ପୋତିବା ଆଉ କିଛି ଦରକାର ନାହିଁ। ଏମିତି କିଏ କହିଲା ଭାଇ? ଆରେ ହଁ, ଏଠି ତ କେହି ଦେଖା ଯାଉନି, ହେଲେ କିଏ କହିଲା? ମୁଁ କହିଲି। ଆରେ ବାପରେ ବାପ, ଇଏ ପୁଣି କିଏ? ଆରେ ଦୌଡ଼ ରାଜୁ ଦୌଡ଼, ମତେ ତ ଲାଗୁଛି କୋଉ ଭୂତ ପ୍ରେତ ହେଇଥିବ। ଏଠାରୁ ଜଲ୍ଦି ଦୌଡ଼ି ପଳେଇ ଚାଲ। ଆରେ ଆରେ, ଦୌଡ଼ି କୁଆଡେ ପଳଉଛ ସାଙ୍ଗମାନେ? ଆରେ ମୁଁ ତ ତମକୁ ଧନ୍ୟବାଦ ଜଣାଇବା ପାଇଁ ଚାହୁଁଛି। ହେଲେ ତମେ କିଏ? ମୁଁ ଗୋଟେ ଜିନ୍ ଅଟେ। ଆରେ ଏ ଜିନ୍ ପୁଣି କଣ ଅଟେ? ପ୍ରଥମେ ତ ମୁଁ ତମ ଦୁଇ ଜଣଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି। ଏ ମାଟି ତଳେ ମୁଁ ବହୁତ ବର୍ଷ ହେବ ପୋତି ହେଇଥିଲି, ଆଉ ତମେ ମାନେ ମତେ ଆଜାଦ କରିଦେଇଛ। ଆରେ ହଁ ହଁ, ମୁଁ ଶୁଣିଥିଲି କାଳେ ଜିନ୍ ଗୋଟେ ଯାଦୁର ଆତ୍ମା ହୋଇଥାଏ। କଣ ତମେ ସେଇ? ତମ ପାଖରେ ଯାଦୁର ଶକ୍ତି ଅଛି? ହଁ ବିଲକୁଲ, ତମେ ଠିକ କହିଛ। ଏବେ ମୁଁ ତୁମର ସାଙ୍ଗ ଅଟେ। ଓହୋ, ତାହେଲେ କଣ ତମ ପାଖରେ ଏବେ ବି ଯାଦୁର ଶକ୍ତି ଅଛି? ଆରେ ହଁ ବିଲକୁଲ, ମୁଁ ତମର ଯେକୌଣସି ମନର ଇଚ୍ଛାକୁ ପୂରଣ କରିପାରେ। ହେଲେ ଭାଇ, ମୁଁ ତମର ମନସ୍କାମନା ଏବେ ପୂରଣ କରିପାରିବି ନାହିଁ। କାହିଁକି ନା ଗୋଟେ ତାନ୍ତ୍ରିକ ମତେ ଏଠାରେ ବନ୍ଦୀ କରି ମୋର ଯାଦୁର ହୀରାକୁ ନେଇଯାଇଛି। ସେ ହୀରାର ବିନା ସହାୟତାରେ ମୁଁ କାହାର ବି ମନସ୍କାମନା ପୂରଣ କରିପାରିବି ନାହିଁ। ଯଦି ଆମେ ଦୁଇ ଜଣ ତମ ହୀରାକୁ ନେଇ ଆସୁ, ତାହେଲେ ତମେ ଆମ ମନସ୍କାମନା ପୂରଣ କରିପାରିବ? ଆରେ ହଁ ହଁ ବିଲକୁଲ, କାହିଁକି ନୁହେଁ। ଓ ତାହେଲେ ଏବେ କୁହ, ଯୋଉ ତାନ୍ତ୍ରିକ ତମ ହୀରା ନେଇଛି ସେ ଆମକୁ କେଉଁଠାରେ ମିଳିବ? ଆମକୁ ଯେମିତି ହେଲେ ଆମ ଗାଁକୁ ଏ ନଦୀ ପାଖରୁ ଗୋଟେ ନାଳ ଖୋଳି ନେବାକୁ ହେବ, ଯେଉଁଥିପାଇଁ ତୁମର ଆମର ଆବଶ୍ୟକତା ରହିଛି। କୁହ, ସେ ତାନ୍ତ୍ରିକ ଆମକୁ କେଉଁଠି ମିଳିବ? ଶୁଣ ତମମାନେ, ଏଠାରୁ 4ଟି ଗାଁ ପାର ହେଲା ପରେ ଗୋଟେ ଘଞ୍ଚ ଜଙ୍ଗଲ ପଡ଼ିବ। ସେ ଘଞ୍ଚ ଜଙ୍ଗଲର ମଝିରେ ଗୋଟେ ନଦୀ କୂଳରେ ସେ ତାନ୍ତ୍ରିକ ତୁମକୁ ମିଳିଯିବ। ସେ ସେଇଠାରେ ବସବାସ କରେ। ହେଲେ ଆମେ ଏତେ ବାଟ କେମିତି ଯିବୁ? ସେଠିକି ଯାଉ ଯାଉ ତ ଆମକୁ 5 ଦିନ ଲାଗିଯିବ। ବିଜୁ ଆଉ ରାଜୁ, ଶୁଣ ତମମାନେ, ମୁଁ ତମ ଦୁଇ ଜଣଙ୍କୁ ମୋ ଯାଦୁର ଶକ୍ତି ଦେଇଛି। ବିଜୁ, ମୁଁ ତମକୁ ଯୋଉ ଶକ୍ତିଟି ଦେଇଛି, ତମେ ସେ ଶକ୍ତି ସାହାଯ୍ୟରେ ଦୁନିଆର ଯେକୌଣସି ଜାଗାକୁ ଯାଇପାରିବ। ଆଉ ରାଜୁ, ମୁଁ ତମକୁ ଦେଇଥିବା ଶକ୍ତି ସାହାଯ୍ୟରେ ତମେ ଅଦୃଶ୍ୟ ହୋଇଯାଇପାରିବ। ଓ ଏ ତ ଠିକ କଥା, ହେଲେ ଆମେ ସେ ତାନ୍ତ୍ରିକକୁ ଚିହ୍ନିବୁ କେମିତି? ସେ ତାନ୍ତ୍ରିକର ନାଁ ହେଉଛି ଜଲଜଲା। ତମେ ଯଦି ସେଇ ଜଙ୍ଗଲର ପାଖର ଗାଁ ଲୋକଙ୍କୁ ପଚାରିବ, ସେ ତମକୁ ଠିକ ସେ କହିଦେବେ। ହଉ ଠିକ ଅଛି, ତାହେଲେ ଆମେ ଯିବା ଲାଗି ଏବେ ବାହାରି ଯାଉଛୁ। ହେ ଯାଦୁର ଶକ୍ତି, ଆମକୁ ଆମ ମା ପାଖକୁ ନେଇ ଚାଲ। ତାପରେ ସେ ଦୁଇ ଜଣ ଭାଇ ଆସି ତାଙ୍କ ଘରେ ପ୍ରକଟ ହୋଇଯାନ୍ତି। ମା, ଆମେ ଦୁଇ ଭାଇ ଗୋଟେ ଜରୁରୀ କାମରେ କିଛି ଦିନ ପାଇଁ ବାହାରକୁ ଯାଉଛୁ, ଆଉ ପଡୋଶୀ ଘର ଗୌରୀ ମାଉସୀ ତମ ପାଇଁ ଖାଇବା ପିଇବାର ବନ୍ଦୋବସ୍ତ କରିଦବ। ଆରେ ତମେ ଦୁଇ ଜଣ ମତେ ଛାଡି କରି କୁଆଡେ ପଳଉନା ତ? ଆରେ ମା, ଇଏ କେମିତି କଥା କହୁଛ ତମେ? ଆରେ ଗାଁର ଭଲ ପାଇଁ ଆମେ ଗୋଟେ କାମରେ ଯାଉଛୁ। ସେଠୁ ଫେରିଲା ପରେ ତମକୁ ସବୁ ସତ କଥା ଜଣେଇବୁ। ରାଜୁ, ମୁଁ ଯିବାର ସବୁତକ ବନ୍ଦୋବସ୍ତ କରିଦେଇଛି। ଚାଲ, ଆମେ ଏବେ ଶୀଘ୍ର ଯିବା। ହେ ଯାଦୁର ଶକ୍ତି, ଆମ ଦୁଇ ଜଣକୁ ଜଙ୍ଗଲପୁର ନେଇ ଚାଲ। ତାପରେ ସେ ଦୁଇ ଜଣ ଭାଇ ଜଙ୍ଗଲପୁରରେ ଆସି ପହଞ୍ଚନ୍ତି। ସେମାନେ କିଛି ବାଟ ଚାଲି ଚାଲି ଗଲା ବେଳେ ଗୋଟେ ଲୋକକୁ ଦେଖନ୍ତି। ସେମାନେ ସେ ଲୋକଟିର ପାଖକୁ ଯାଇ ତାକୁ ପଚାରନ୍ତି, ଭାଇ, ଆମକୁ ବାବା ତାନ୍ତ୍ରିକ ଜଲଜଲାଙ୍କ ସହିତ ଦେଖା କରିବାର ଅଛି। ତାଙ୍କ ଠିକଣା ଟିକେ ଆମକୁ କହିବ କି? ଓ, ତମେ ତାହେଲେ ଜଲଜଲା ତାନ୍ତ୍ରିକ ବାବା କଥା କହୁଛ? ସେ ତମକୁ ଏଇ ଜଙ୍ଗଲରେ ମିଳିବ। ଏଠୁ ସିଧା ଅଳ୍ପ ବାଟ ଚାଲିକରି ଗଲେ ଗୋଟେ ନଦୀଟେ ପଡିବ। ସେଇ ନଦୀ ପାଖରେ ସେ ତମକୁ ମିଳିବ। ଆମକୁ ଠିକଣା କହିଥିବାରୁ ତମକୁ ବହୁତ ବହୁତ ଧନ୍ୟବାଦ ଭାଇ। ତାପରେ ସେ ଦୁଇ ଜଣ ଭାଇ ସେଠାରୁ ଯିବାକୁ ଲାଗନ୍ତି। କିଛି ବାଟ ଚାଲି ଚାଲି ଗଲା ପରେ ସେ ତାନ୍ତ୍ରିକ ବାବା ଜଲଜଲାର ବସା ପାଖରେ ପହଞ୍ଚନ୍ତି। ସେଠାରେ ଯାଇ ଦେଖନ୍ତି ତ, ମୋର ନାଁ ହେଉଛି ଜଲଜଲା। ମୁଁ କାହାର କେବେ କରେନି ଭଲା। ମୋ ନାଁ ହେଉଛି ଜଲଜଲା। ଓ, ତାହେଲେ ଏଇ ସେ ଜଲଜଲା। ଆରେ ଭାଇ, ଏ ତ ବହୁତ ଖତରନାକ ଲାଗୁଛି। ଆରେ ରାଜୁ, ତୁ ଏମିତି ଡରୁଛୁ କଣ ପାଇଁ? ଆମେ କଣ ଏତେ ମାମୁଲି ଲୋକ? ଆରେ ଆମେ ପରା ରାଜାଙ୍କର ସିପାହୀ ରହି ଆସିଛେ। ଏମିତି ଡରିଲେ କେମିତି ହବ?
ତାପରେ ସେ ଦୁଇ ଜଣ ବାବା ଜଲଜଲା ପାଖକୁ ଯାଆନ୍ତି। କୁହ ତମାନେ ଏଠିକି କଣ ପାଇଁ ଆସିଛ? ବାବା, ଆମେ ଶୁଣିଥିଲୁ କାଳେ ଆପଣଙ୍କର କିଛି ଚାକର ବାକରର ଦରକାର ଅଛି। ହଁ ବାବା, ଆମେ ଆପଣଙ୍କର ସେବା କରିବା ପାଇଁ ଚାହୁଁଛୁ। ଆଚ୍ଛା, ତାହେଲେ ଏମିତି କଥା। ପ୍ରଥମେ କୁହ ତମେ ଦୁଇ ଜଣ କିଏ? ଆମେ ଦୁଇ ଜଣ ହେଉଛୁ ସୈନିକ ବାବା। ହଁ ବାବା, ଆମକୁ କିଛି ପଇସା କମେଇବାର ଅଛି। ଆମର ଘରର ପରିସ୍ଥିତି ବହୁତ ଖରାପ ବାବା। ଆଚ୍ଛା, ତାହେଲେ ତମେ ଦୁଇ ଜଣ ହେଲ ସୈନିକ। ମୋ ପାଖରେ ବହୁତ ଟଙ୍କା ଆଉ ସୁନା ଗହଣା ଅଛି। ମୁଁ ତ ତମକୁ ଧନୀ କରିଦେବି, କିନ୍ତୁ ତମକୁ ମୋ ଚାକର ହେବାକୁ ହେଲେ ଯୋଗ୍ୟତା ଦେଖେଇବାକୁ ପଡିବ। ହଁ ହଁ, କୁହନ୍ତୁ ବାବା, ଆମ ଦୁଇ ଜଣଙ୍କୁ କଣ କରିବାକୁ ହେବ? ତାହେଲେ ଶୁଣ, ଏଇ ରାଜ୍ୟର ରାଜକୁମାରୀ ହେଉଛି ଜସ୍ମିନ। ତାକୁ ଯଦି ତମେ ମୋ ପାଖକୁ ନେଇ ଆସିବ, ତାହେଲେ ମୁଁ ତମକୁ ବହୁତ ସାରା ସୁନା ଗହଣା ଦେବି। ବାବା, ଏଇ ଗୋଟେ ମାମୁଲି କଥା, ଭାବିନିଅ ତୁମ କାମ ହେଇଗଲା ବୋଲି। ଆଉ ଯଦି ତମମାନେ କିଛି ଗଡବଡ କଲ, ତାହେଲେ ଏ ଜଲଜଲ ଠାରୁ କେହି ବି ଖରାପ ହେବେ ନାହିଁ। ହେଲେ ବାବା, ଆମେ ତାକୁ ଏଠାକୁ ଆଣିବୁ କେମିତି? ତାକୁ ଏଠାକୁ ଆଣିବାର ଗୋଟେ ଉପାୟ। ରାଜା ସୁଲତାନ ତାଙ୍କ ଝିଅ ପାଇଁ ଅଙ୍ଗରକ୍ଷକ ଖୋଜୁଛନ୍ତି। ଆ ଠାରୁ ଭଲ ଖବର ଆଉ କଣ ହେଇପାରେ? ରାତିଟେ ସେଠାରେ ରହିଲା ପରେ ସେ ଦୁଇ ଭାଇ ରାଜାଙ୍କ ମହଲ ଆଡକୁ ବାହାରି ଯାଆନ୍ତି। ଭାଇ, ତମେ ଦେଖିଲ ତା ଶକ୍ତିକୁ? ହଁ ରାଜୁ, ଦେଖିଲି। ସେ ବହୁତ ଶକ୍ତିଶାଳୀ ଅଟେ। ଆମକୁ ଆମ ଲକ୍ଷ୍ୟରେ ପହଞ୍ଚିବାକୁ ହେଲେ ବୁଦ୍ଧି ବିଚାରି କାମ କରିବାକୁ ହେବ। ଏଇ ରୁହ, କାହାକୁ ଦେଖା କରିବାକୁ ଆସିଛ? ଆରେ ଭାଇ, ଆମେ ଦୁଇ ଜଣ ରାଜାଙ୍କ ସହିତ ଦେଖା କରିବା ପାଇଁ ଆସିଛୁ। ଆଚ୍ଛା, ରାଜାଙ୍କ ପାଖରେ ତମମାନଙ୍କର କାମ କଣ? କଥା କଣ କି, ଆମେ ଦୁଇ ଜଣ ହେଲୁ ସୈନିକ। ଆମେ ଶୁଣିବାକୁ ପାଇଲୁ ରାଜା ତାଙ୍କ ରାଜକୁମାରୀଙ୍କ ପାଇଁ ଅଙ୍ଗରକ୍ଷକ ଖୋଜୁଛନ୍ତି। ସେଥିପାଇଁ ତ ଆମେ ଏଠାକୁ ଆସି। ଆଚ୍ଛା, ତାହେଲେ ଏମିତି କଥା। ହଉ, ତାହେଲେ ତମେ ମାନେ ଏଇଠାରେ ଅପେକ୍ଷା କର। ମୁଁ ମହାରାଜଙ୍କ ସହିତ ଦେଖା କରି ଆସୁଛି। ତାପରେ ସେ ସୈନିକଟି ରାଜାଙ୍କ ଠାରୁ ଅନୁମତି ଆଣି ଆସେ। ଶୁଣ ତମମାନେ, ରାଜା ତମ ମାନଙ୍କୁ ବଗିଚାରେ ଅପେକ୍ଷା କରିଛନ୍ତି। ଯାଅ। ଆଚ୍ଛା, ତାହେଲେ ତମେ ଦୁଇ ଜଣ ମୋ ପୁତ୍ରୀର ଅଙ୍ଗରକ୍ଷକ ବନିବ। ଆଜ୍ଞା ମହାରାଜ। ତାହେଲେ ଠିକ ଅଛି। ତମ ଦୁଇ ଜଣକୁ ମୋ ପୁତ୍ରୀର ଅଙ୍ଗରକ୍ଷକ ବନିବାକୁ ହେଲେ ତମ ଯୋଗ୍ୟତାର ପ୍ରମାଣ ଦେବାକୁ ହେବ। ଆଜ୍ଞା ମହାରାଜ, ଆମେ ପ୍ରସ୍ତୁତ ଅଛୁ। କୁହନ୍ତୁ, ଆମେ କଣ କରିବୁ? ତାହେଲେ ଶୁଣ ତମମାନେ, ଏଇ କିଛି ଦିନ ତଳେ ଗୋଟେ ଡାକୁ ଆମ ରାଜ୍ୟରୁ କିଛି ସୁନା ଗହଣା ଚୋରି କରି ନେଇଯାଇଛି। ଆଉ ତାକୁ ଆମ ସୈନ୍ୟମାନେ ବହୁତ ଖୋଜିଲେଣି, ହେଲେ କେହି ତାକୁ ପାଉନାହାନ୍ତି। ଆଉ ଯଦି ତମମାନେ ସେ ଡାକୁକୁ ମୋ ଆଗକୁ ଧରି ଆଣିବ, ତାହେଲେ ମୁଁ ତମକୁ ମୋ ପୁତ୍ରୀର ଅଙ୍ଗରକ୍ଷକ ବୋଲି ମାନେ କରିବି। ଆଉ ଗୋଟେ ଦିନ ଏ ଗୁମ୍ଫାରେ କାଟିଦେବି। ଏଇ ରାତି ପାହିଲା ପରେ ମୁଁ ଏ ରାଜ୍ୟ ଛାଡି ଅନ୍ୟ ରାଜ୍ୟକୁ ଚାଲିଯିବି। ଆରେ ଇଏ କଣ? ଏମାନେ ମୋ ପତା କେମିତି ପାଇଲେ? ମତେ ତ ଏମାନଙ୍କୁ ଦେଖି ଲାଗୁଛି ଏମାନଙ୍କ ପାଖରେ ଯାଦୁର ଶକ୍ତି ଅଛି। ଏ ଭଗବାନ, ମୁଁ ଏବେ କଣ କରିବି? ଏ ଡାକୁ, ତତେ ଆମେ ଭଲରେ ଭଲରେ କହୁଛୁ ଆମ ସହିତ ଚାଲ, ନହେଲେ ତତେ ଆମେ ଏଇଠି ମାରିଦେବୁ। ନାଇଁ, ମତେ ମାରନ୍ତୁ ନାହିଁ। ମୁଁ ତମ ସହିତ ଯିବି। ହଁ ଯିବି। ହେ ଯାଦୁର ଶକ୍ତି, ଆମକୁ ରାଜାଙ୍କର ମହଲକୁ ନେଇ ଚାଲ। ତାପରେ ସେ ଦୁଇ ଜଣ ଭାଇ ସେ ଡାକୁକୁ ଧରି ରାଜାଙ୍କ ଆଗରେ ଉପସ୍ଥିତ ହୁଅନ୍ତି। ସାବାସ ରାଜୁ ଆଉ ବିଜୁ, ଯୋଉ କାମ ମୋ ରାଜ୍ୟର ସୈନ୍ୟମାନେ କରିପାରିଲେନି, ତାହା ତମେ ଦୁଇ ଜଣ କରି ଦେଖେଇଛ। ସାବାସ, ମୁଁ ଆଜିଠାରୁ ତମ ଦୁଇ ଜଣକୁ ମୋ ଝିଅର ଅଙ୍ଗରକ୍ଷକ ଭାବେ ରଖୁଛି। ଭାଇ, ଏ କାମ ତ ହେଇଗଲା। ଆଉ ଆଗକୁ ଆମେ କଣ କରିବା? କଣ କରିବା ମାନେ, ମଉକା ଦେଖି ରାଜକୁମାରୀକୁ ଆମେ ଜଲଜଲା ବାବାଙ୍କ ପାଖକୁ ନେଇଯିବା। ଆମେ ତ ଯାଦୁର ଶକ୍ତି ସାହାଯ୍ୟରେ ରାଜକୁମାରୀକୁ ସେ ଜଲଜଲା ପାଖକୁ ନେଇଯିବା। ହେଲେ ବିଚରା ରାଜକୁମାରୀ ସହିତ ସେ ରାକ୍ଷସଟା କଣ କରିବ? ଆରେ ରାଜୁ, ସେ ଜଲଜଲା ରାଜକୁମାରୀ ସହିତ ଯାହା କରିବାର ଅଛି କରୁ। ଆମର କଣ ଅଛି? ଆମର ତ ଲକ୍ଷ୍ୟ ହେଲା ସେ ହୀରାଟାକୁ ହାସଲ କରିବା। ମତେ ଆଜି ସୁନ୍ଦରବନ ବୁଲିଯିବା ପାଇଁ ବହୁତ ଇଚ୍ଛା ହଉଛି। ଠିକ ଅଛି ପୁତ୍ରୀ, ମୁଁ ତୁମକୁ ତମର ଦୁଇଟି ନୂଆ ଅଙ୍ଗରକ୍ଷକ ସହିତ ପଠଉଛି। ବିଜୁ ଆଉ ରାଜୁ ରାଜକୁମାରୀକୁ ନବା ଲାଗି ଆସନ୍ତି। ରାଜୁ ରାଜକୁମାରୀଙ୍କର ସୌନ୍ଦର୍ଯ୍ୟକୁ ଦେଖି ତା ଆଖି ଲାଖିଯାଏ। ରାଜୁ ଆଉ ବିଜୁ, ତମେ ଦୁଇ ଜଣ ରାଜକୁମାରୀଙ୍କୁ ନେଇ ସୁନ୍ଦରବନ ବୁଲେଇ ଆଣିବ। ଯଥା ଆଜ୍ଞା ମହାରାଜ। ତାପରେ ସେ ଦୁଇ ଜଣ ଭାଇ ରାଜକୁମାରୀକୁ ଆଣି ସୁନ୍ଦରବନରେ ପହଞ୍ଚନ୍ତି। ରାଜୁ ଆଉ ବିଜୁ, ମୋ ପାଇଁ କିଛି ଖାଇବାର ବନ୍ଦୋବସ୍ତ କର।
ଆରେ ରାଜକୁମାରୀ, ସେସବୁର କିଛି ଦରକାର ନାହିଁ। ସେ ସବୁର କିଛି ଦରକାର ନାହିଁ ମାନେ? ରାଜକୁମାରୀ, ତମେ ଏବେ ବନ୍ଦୀ ହୋଇ ବାବା ଜଲଜଲାଙ୍କ ପାଖକୁ ଯାଉଛ। ଭାଇ, ମତେ ଲାଗୁଛି ଆମେ ବହୁତ ବଡ ଭୁଲ କରିବା ପାଇଁ ଯାଉଛେ। ଆରେ ରାଜୁ, ତୁ କଣ ଭୁଲି ଗଲୁଣି କି ଆମ ଲକ୍ଷ୍ୟ ସ୍ଥଳ କଣ? ଆମେ ଏଠାକୁ କେଉଁ କାମରେ ଆସିଥିଲେ? ଭାଇ, ଏହାର ମୋ ପାଖରେ ଗୋଟେ ଉପାୟ ଅଛି। ଏଇ ନିଅ ରାଜକୁମାରୀ। ଆରେ ବା, ତମେ ଦୁଇ ଜଣ ରାଜକୁମାରୀକୁ ଏଠାକୁ ନେଇ ଆସିଲ। ମୁଁ ତୁମ ଉପରେ ବହୁତ ଖୁସି। ଜଲ ଜଲା କେବେ ବି କାହାର କରେନି ଭଲା। ଜଲ ଜଲା। ମତେ ଏ ସହିତ ବିବାହ କରିବାର ନାହିଁ। ବିବାହ କରିବାକୁ ପଡିବ, ନହେଲେ ମୁଁ ତତେ ମାରିଦେବି। ଆରେ ଦେଖ ତ, ମୁଁ ତୋ ପାଇଁ କେତେ ସୁନା ଗହଣା ଧନରତ୍ନ ଭରି ରଖିଛି। ରାଜୁ ଆଉ ବିଜୁ ସେ ସିନ୍ଦୁକଟିକି ଦେଖନ୍ତି ତ ସେ ଯୋଉ ହୀରାକୁ ଖୋଜୁଥିଲେ ସେଇ ହୀରାଟି ସେ ସିନ୍ଦୁକ ଭିତରେ ଅଛି। ଭାଇ, ଦେଖିଲ ତ, ଆମେ ଯୋଉ ହୀରାଟିକୁ ଖୋଜୁଥିଲେ ସେ ହୀରାଟି ଏଇ ସିନ୍ଦୁକରେ ଅଛି। ହଁ ରାଜୁ, ମୁଁ ଦେଖିପାରୁଛି। ତମେ ମାନେ କଣ ଭାବୁଥିଲ? ମତେ ବୋକା ବନେଇ ଏ ହୀରାଟିକୁ ତମ ସାଥିରେ ନେଇଯିବ? ମୁଁ ଜାଣିଛି ତମକୁ ସେ ଦୁଷ୍ଟ ଜିନ୍ ମୋ ପାଖକୁ ପଠେଇଛି। ଏବେ ମୋ କାମ ତ ତମମାନେ କରିଦେଲ। ଦେଖ ମୁଁ ତମ ଅବସ୍ଥା ଏବେ କଣ କରୁଛି। ଓମ୍ ହ୍ଲିଂ କ୍ଲିଂ ଚାମୁଣ୍ଡାୟ ବିଜୟ ସ୍ୱାହା। ଏବେ ତମେ ମାନେ ଶକ୍ତିହୀନ ହୋଇଯାଇଛ। ଏବେ ତମେ ମାନେ ଆଉ କିଛି କରିପାରିବନି। ସେ ଜିନ୍କୁ ବନ୍ଦୀ କଲା ଭଳି ତମ ଦୁଇ ଜଣକୁ ମୁଁ ଏବେ ବନ୍ଦୀ କରିଦେବି। ଆରେ ରାଜୁ, ମୋର ତ ଶକ୍ତି କିଛି କାମ କରୁନାହିଁ। ଆମେ ଏବେ କଣ କରିବା? ଓମ୍ ହ୍ଲିଂ କ୍ଲିଂ ଚାମୁଣ୍ଡାୟ ବିଜୟ ସ୍ୱାହା। ଓମ୍ ହ୍ଲିଂ କ୍ଲିଂ ଚାମୁଣ୍ଡାୟ ବିଜୟ ସ୍ୱାହା। ହେ ଜାଦୁର ଶକ୍ତି, ମତେ ଉଭାନ କରିଦିଅ। ରାଜୁର ପାଖରେ ଶକ୍ତି ଅଛି ବୋଲି ତାନ୍ତ୍ରିକକୁ ଜଣା ନଥିଲା। ହେଲେ ରାଜୁ ଅଦୃଶ୍ୟ ହୋଇଗଲା। ତଳେ ପଡ଼ିଥିବା ଗୋଟେ ଠେଙ୍ଗାକୁ ଧରି ତାନ୍ତ୍ରିକର ମୁଣ୍ଡରେ ପିଟିବାକୁ ଲାଗିଲା। ଆଉ ତାନ୍ତ୍ରିକ ସେଇଠାରେ ପଡ଼ି ବେହୋସ ହେଇଗଲା। ଭାଇ, ଦେଖୁଛ କଣ? ସିନ୍ଦୁକରୁ ସେ ହୀରାଟିକୁ ନେଇ ଆସ। ତାପରେ ବିଜୁ ସେ ସିନ୍ଦୁକରୁ ସେ ହୀରାଟିକୁ ନେଇ ଆସେ। ଆଉ ତାପରେ ବିଜୁ ତାର ସେ ଶକ୍ତିକୁ ଫେରି ପାଏ। ତାପରେ ସେମାନେ ରାଜକୁମାରୀକୁ ରାଜାଙ୍କ ପାଖରେ ଛାଡ଼ି ତାଙ୍କ ଘରକୁ ଯିବା ଲାଗି ବାହାରନ୍ତି। ମହାରାଜ, ଆମକୁ ଏବେ ଆଜ୍ଞା ଦିଅନ୍ତୁ, ଆମେ ଏବେ ଆମ ଘରକୁ ଯାଉଛୁ। ସେମାନେ ସିଧା ସେଠାରୁ ଆସି ନଦୀର କୂଳରେ ପହଞ୍ଚିଲେ ଆଉ ଜିନ୍କୁ ଡାକିବାକୁ ଲାଗିଲେ। ସେମାନଙ୍କର ଡାକ ଶୁଣି ଜିନ୍ ସେଠାରେ ଆସି ପ୍ରକଟ ହୋଇଗଲା। ତାପରେ ସେ ସେମାନଙ୍କ ଠାରୁ ତାର ଜାଦୁର ହୀରାଟିକୁ ନେଇନେଲା। ଜିନ୍ ତା ହୀରାଟିକୁ ପାଇଲା ପରେ ସେ ବହୁତ ଖୁସି ହେଲା ଆଉ ସେମାନଙ୍କୁ କହିଲା, ମୁଁ ଆଜି ତମମାନଙ୍କ ଉପରେ ବହୁତ ଖୁସି। ମାଗ, ମତେ କଣ ମାଗିବାର ଅଛି ମାଗ। ଭାଇ, ଯଦି ଆମେ ବହୁତ ସାରା ଟଙ୍କା ସୁନା ମାଗନ୍ତେ ତାହେଲେ କେମିତି ହୁଅନ୍ତା? ଆରେ ଆମେ ତ ବହୁତ ଧନୀ ହେଇଯାଆନ୍ତେ। ଆରେ ରାଜୁ, ଏତେ ଲୋଭ କରିବା ଠିକ ନୁହେଁ। ଆରେ ମଣିଷ ପାଖରେ ବହୁତ ଧନ ସମ୍ପତ୍ତି ହେଲେ ସେ ବହୁତ ଗର୍ବୀ ହୋଇଯାଇଥାଏ। ସେଇ ଗର୍ବ ହିଁ ତାର ବିନାଶର କାରଣ ହୋଇଥାଏ। ଦେଖ ଜିନ୍, ଆମକୁ ଏ ଟଙ୍କା ସୁନା ମୋତି ମାଣିକ କିଛି ବି ଦରକାର ନାହିଁ। ବାସ୍ ଆମର ଏଇ ଗୋଟେ କାମ କରିଦିଅ। ଏଇ ନଦୀରୁ ଗୋଟେ ନାଳ ଆମ ଗାଁକୁ ନେଇ ନିଅ, ଯାହା ଫଳରେ ଆମ ଗାଁରେ ଜଳର ସଙ୍କଟ ଦୂର ହୋଇଯିବ ଆଉ ଆମ ଗାଁର ଲୋକମାନେ ବହୁତ ସୁଖ ଶାନ୍ତିରେ ରହିବେ। ସତରେ ତମେ ଦୁଇ ଜଣ ବହୁତ ଭଲ ମଣିଷ। ଯେ ନିଜର ସ୍ୱାର୍ଥକୁ ଛାଡ଼ି ପରର ମଙ୍ଗଳ ପାଇଁ ଚିନ୍ତା କରିପାରେ, ତାଠାରୁ ଭଲ ମଣିଷ ଆଉ କେହି ନୁହେଁ। ଆରେ ତମେ ତ ଚାହିଁଥିଲେ ନିଜ ପାଇଁ ବହୁତ ସାରା ଟଙ୍କା ଆଉ ସୁନା ମାଗି ପାରିଥାନ୍ତ, ହେଲେ ତମେ ସେଇଟା କଲନି। ମତେ ଏଇ ଗୁଣଟି ତୁମର ବହୁତ ଭଲ ଲାଗିଲା। ତମେ ମାନେ ଏଥର ନିଶ୍ଚିନ୍ତରେ ଘରକୁ ଯାଅ। ଘରେ ପହଞ୍ଚି କରି ଦେଖିବ ତ ନଦୀରୁ ନାଳଟେ ତମ ଗାଁକୁ ବହି ଯାଇଥିବ। ଆଉ ହଁ, ଯେତେବେଳେ ଯାହା ବି ଅସୁବିଧା ପଡ଼ିବ ମତେ ସ୍ମରଣ କରିବ, ମୁଁ ଆସି ପହଞ୍ଚିଯିବି। ଏତିକି କହିସାରି ଜିନ୍ ସେଠାରୁ ଚାଲିଯାଏ ଆଉ ସେ ଦୁଇ ଭାଇ ଘରକୁ ଫେରି ଆସନ୍ତି। ସେମାନେ ଗାଁରେ ପହଞ୍ଚି ଆସି ଦେଖନ୍ତି ତ ଗାଁକୁ ଦେଇ ଗୋଟେ ସୁନ୍ଦର ନାଳଟେ ବହିଯାଇଛି। ଏ ସବୁକୁ ଦେଖି ସେ ଦୁଇ ଜଣ ଭାଇ ବହୁତ ଖୁସି ହୁଅନ୍ତି ଆଉ ଗାଁର ଜଳ ସଙ୍କଟ ମଧ୍ୟ ଦୂର ହୋଇଯାଏ। ଏଥର ସେ ଗାଁର ଲୋକମାନେ ଚାଷବାସ କରି ଭଲରେ ଚଳିବାକୁ ଲାଗନ୍ତି।